हेलो वेलकम बैक टू माय यूट्यूब चैनल राजेंद्र स्मार्ट लर्निंग। तो आज वीडियो को मु समस्त को स्वागत करछि। पिले आज वीडियो रे देखि परथबो मु कोन नै कि आछि ना हमर जो स्वाधीनता दिवस आगो को आछि अगस्त 15 ठीक अछि। तो सेति पय गोटे मु सुंदर स्पीच बा डिबेट रो गोटे लेखा मु नै कि आछि सो दैट तमे जदी स्कूल मानन करे किबा ट्यूशन मानन करे कंपटीशन डिबेट कंपटीशन रे पार्टिसिपेशन करबा को चाहूछ सेति रे प्रथम स्थान अधिकार करबा को चाहूछ निहाती भाबरे ए वीडियोटी तुमको फलप्रद करिवो ठीक अछि। बात हेल्प करिवो तुम मानन ठीक अछि पिले। तो जिबा ए वीडियो को स्टार्ट करबा एवं जो माने भी नुआ करी आसीचो से मानन को मु अनुरोध करबी निहाती भाबरे मो चैनल को सब्सक्राइब करिनियो पिले। सब्सक्राइब करबा द्वारा आगो को तुम माने मैथ साइंस रो बहुत बढ़िया वीडियो तुम पाइबो आउ ए भलिया स्पीच डिबेट एवं रचना एमती किछि रिलेटेड जिंस मध्ये तुम पाइबो ठीक अछि। तो जिबा वीडियो को आरंभ करिबा देखि पारथो पिले स्टार्टिंग आमे निहाती भाबरे सम्माननीय सभापति महोदय मंचासीन अतिथि वृंद मोर पूज्य गुरुजी और गुरुमा संगे संगे सान और बड़ भाई भौणी माने ठीक अछि। आज हेउची 78तम स्वाधीनता दिवस। ଆମ ଦେଶ ଭାରତ ବର୍ଷ ପରାଧୀନତାରୁ ସ୍ୱାଧୀନତା ପର୍ଯ୍ୟନ୍ତ ଯେଉଁ ସମୟ ରହିଛି ତାର ଇତିହାସ ବହୁତ ତାକୁ ଆମେ ଗୋଟିଏ କିମ୍ବା 5 ମିନିଟରେ କହି ଶେଷ କରିପାରିବା ନାହିଁ ଠିକ ଅଛି। ତାପରେ ଦେଖ କଣ ଲେଖା ହେଇଛି ଫରାସୀ ମୁସଲିମ ଡଚ୍ ଓ କଳା ପାହାଡ଼ ଠାରୁ ଆରମ୍ଭ କରି ଇଂରେଜ ମାନେ ଆମ ଦେଶକୁ ଶାସନ କରି ଆସୁଥିଲେ। କଥାରେ ଅଛି ଅନ୍ୟାୟ ଅନୀତି ପୋଷଣ ତାଡ଼ନା ଆଦି ବହୁତ ଦିନ ତୁଟି ପାରେ ନାହିଁ ତାକୁ ଶେଷ କରିବା ପାଇଁ ପ୍ରତି ମୁହୂର୍ତ୍ତରେ ଏବଂ ପ୍ରତିଟି ସମୟରେ ଆମ ଭାରତ ମାତାଙ୍କୁ ଆମ ଦେଶକୁ ରକ୍ଷା କରିବା ପାଇଁ ନିଜକୁ ବଳିଦାନ କରିଛନ୍ତି। ସେମାନେ ହେଲେ ବିର୍ସା ମୁଣ୍ଡା ବକ୍ସି ଜଗବନ୍ଧୁ 12 ବର୍ଷର ବାଳକ ବାଜି ରାଉତ ସୁଭାଷ ଚନ୍ଦ୍ର ବୋଷ ଲାଲ ଲଜପତ ରାୟ ଭଗତ ସିଂ ଆଦି ଅନେକ ବୀର ପୁରୁଷ। ତ ଏଠି ମୁଁ କିଛି ବୀର ପୁରୁଷଙ୍କ ନାମ ଲେଖିଛି ତମାନେ ଯଦି ଅଧିକା ଜାଣିଛ ବା ତମେ ଆଉ କିଛି ଜାଣିଥିବ ନିହାତି ଭାବରେ ତ ସେଗୁଡାକୁ ମଧ୍ୟ ଲେଖିପାରିବ କେତିକି ମନେ ରଖୁଛି ସେ ହିସାବରେ ତମେ ଲେଖିପାରିବ ବା କହିପାରିବ ସେ ସ୍ପିଚ କହିଲା ବେଳେ ଠିକ ଅଛି ପିଲା। ଆଉ ଯେଉଁ ମାନଙ୍କର ନାମ ଆମକୁ ଜଣା ନାହିଁ ବା ଇତିହାସ ପୃଷ୍ଠାରେ ଲେଖା ହୋଇ ନାହିଁ ସେମାନଙ୍କୁ ଆମେ ଚିର ନମସ୍ୟ କରୁଛୁ। ସଙ୍ଗେ ସଙ୍ଗେ ଆମ କୃଷକ ଭାଇ ଆମ ସୈନିକ ଭାଇ ମାନେ ଯେଉଁମାନେ ଦେଶ ସୀମାରେ ନିଜକୁ ନିଜର ଜୀବନକୁ ଦେଶ ପାଇଁ ସମର୍ପଣ କରୁଛନ୍ତି ଏବଂ କରିଛନ୍ତି ତାଙ୍କୁ ହୃଦୟ ସାଲ୍ୟୁଟ ଅଛି। ସାଲ୍ୟୁଟ ଯୋଉଟା ଆମେ ମାରୁଛେ ଠିକ ଅଛି। ସମର୍ପଣ କରୁଛନ୍ତି ଅର୍ଥାତ ବର୍ତ୍ତମାନ ଏବେ ମଧ୍ୟ କରୁଛନ୍ତି ଏବଂ କରିଛନ୍ତି ଅର୍ଥ ଆଗରୁ କରିଛନ୍ତି ଠିକ ଅଛି। ତ ଏଇ ଜିନିଷଟା ବୁଝ। ତ ସାଲ୍ୟୁଟ ଦେନ୍ ଶେଷରେ କହିବ ପିଲେ ଶେଷରେ ଜୟ ଯବାନ ଜୟ କିଷାନ ଏତିକି କହି ମୋର ବକ୍ତବ୍ୟ ଶେଷ କରୁଛି ଠିକ ଅଛି। ତ ନିର୍ଭୁଲ ଭାବରେ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଯଦି କହିବ ନିହାତି ଭାବରେ ପ୍ରଥମ ସ୍ଥାନ ଅଧିକାର କରିବ ବୋଲି ମୁଁ ଆଶା କରୁଛି ଏବଂ ଏଇଟା ସପ୍ତମ ଶ୍ରେଣୀରୁ ଆରମ୍ଭ କରି ଷଷ୍ଠ ଶ୍ରେଣୀ ପିଲା ବି କହିପାରିବେ ସପ୍ତମ ଶ୍ରେଣୀରୁ ଆରମ୍ଭ କରି ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ମାନେ ୟାକୁ ଯଦି ପ୍ରିପେୟାର କରିକି ତମ ସ୍କୁଲ କମ୍ପିଟିସନ ରେ ଯଦି ତମେ ଭାଗ ନଉଛ ନିହାତି ଭାବରେ ପ୍ରଥମ ସ୍ଥାନ ଅଧିକାର କରିବ ଠିକ ଅଛି। ତ ଧନ୍ୟବାଦ ଯୋଉମାନେ ବି ନୂଆ କରି ଆସଛ ଚ୍ୟାନେଲ କୁ ସବସ୍କ୍ରାଇବ କରିନିଅ ପିଲା ଆଗକୁ ମ୍ୟାଥ ସାଇନ୍ସ ସ୍ପେଶାଲ 9th ଆଉ 10th କ୍ଲାସ ପାଇଁ ମୁଁ ଅପଲୋଡ କରିବି ଇମ୍ପୋର୍ଟାଣ୍ଟ ଭିଡିଓ ତମମାନେ ନିହାତି ଭାବରେ ଉପକୃତ ହବ। ଧନ୍ୟବାଦ।